ନେଉଳପୁର ଗାଁରେ ରୀତା ବୁଢ଼ୀ ରୁହେ। ସେ ସବୁଦିନ ଜଙ୍ଗଲକୁ ଯାଇ ଜାମୁକୋଳି ଆଣି ତାକୁ ବିକ୍ରି କରେ ଓ ନିଜ ପେଟ ପୋଷେ। ହଠାତ୍ ହରିଣ ଛୁଆଟି ରୀତା ବୁଢ଼ୀ ଆଡ଼କୁ ମାଡ଼ି ଆସେ। ହରିଣ ଛୁଆ, କଣ ହୋଇଛି? ଧଇଁ ସଇଁ ହୋଇ କୁଆଡେ ଯାଉଛ? ବୁଢୀ ମା, ବହୁତ ଶୋଷ ଲାଗୁଛି, ତମେ ଟିକେ ପାଣି ଦିଅନ୍ତ। ହରିଣ ଛୁଆ, ଇଏ ନେ, ଏଇ ମାଟିଆର ପାଣି ପିଇଦେ। ଆହା, କେତେ ଯେ ଶୋଷ ଲାଗିଥିଲା। ଯାହା ହଉ, ଶୋଷ ମେଣ୍ଟିଗଲା। ବୁଢୀ ମା, ଧନ୍ୟବାଦ। ମତେ ପାଣି ଦେଇଥିବାରୁ ମୁଁ ଏଇନା ମୋର ଦଳ ପାଖକୁ ଯାଉଛି, ନହେଲେ ମୁଁ ମୋ ଦଳରୁ ଅଲଗା ହୋଇଯିବି। ଏହି ଦୃଶ୍ୟ କାଉ ଓ ଠେକୁଆ ଦେଖୁଥାନ୍ତି। ସେମାନଙ୍କୁ ମଧ୍ୟ ଶୋଷ ଲାଗିଥାଏ। ସେମାନେ ରୀତା ବୁଢ଼ୀ ପାଖକୁ ଯାଇ କହନ୍ତି, ବୁଢୀ ମା, ଆମକୁ ବି ବହୁତ ଶୋଷ ଲାଗୁଛି, ଦୟାକରି ଆମକୁ ବି ପାଣି ଦବ କି? ହଁ ହଁ ବୁଢୀ ମା, ମତେ ବି। ହଁ ହଁ ପିଲାମାନେ, ନିଅ, ପାଣି ଟିକେ ପିଇ ଦିଅ। ଓହୋ, ଆହା, ପାଣି ପିଇ କି ଶାନ୍ତି ଲାଗିଲା। ହଁ ହଁ କାଉ ଭାଇ, ବୁଢୀ ମାର ମାଠିଆର ପାଣି କେତେ ଥଣ୍ଡା, ତାକୁ ପିଇ ଭାରି ଶାନ୍ତି ଲାଗିଲା। ଧନ୍ୟବାଦ ବୁଢୀ ମା, ଆମେ ଏବେ ଯାଉଛୁ। ଭବିଷ୍ୟତରେ ଆମେ ନିଶ୍ଚିନ୍ତ ତମକୁ ସାହାଯ୍ୟ କରିବୁ। ବୁଢ଼ୀମା ପାଖରେ ଥିବା ଜାମୁକୋଳି ଗଛରୁ ଜାମୁକୋଳି ତୋଳି ଘରକୁ ପଳାଏ। କିଛି ଦିନ ପରେ ବୁଢ଼ୀମା ଓ ପାତିଆ ପୁଣି ଥରେ ଜାମୁକୋଳି ପାଇଁ ଜଙ୍ଗଲକୁ ଆସନ୍ତି। ସେପଟେ ଏଇ ଦୁଇ ଜଣଙ୍କୁ ଭାଲୁ ଦେଖିଦିଏ। ଆରେ ବା, ଆଜି ଦିନଟି ମୋ ପାଇଁ ଭାରି ଶୁଭମୟ। ଏକା ସାଙ୍ଗରେ ଦୁଇଟି ମଣିଷ ଖାଇବାକୁ ମିଳିବ। ଓହୋ। ଏହା କହି ଭାଲୁ ପାତିଆ ଓ ବୁଢ଼ୀମା ପାଖକୁ ଯାଉଥାଏ। କିନ୍ତୁ ସେହି ସମୟରେ ଭାଲୁଟିକୁ କାଉ, ହରିଣ ଓ ଠେକୁଆ ଦେଖିଦିଅନ୍ତି ଏବଂ ସେମାନେ ଏକ ବଢ଼ିଆ ଯୋଜନା କରନ୍ତି ବୁଢ଼ୀମା ଓ ପାତିଆକୁ ବଞ୍ଚେଇବା ପାଇଁ। କାଉ ହରିଣ ଓ ଠେକୁଆକୁ କିଛି କୁହେ। ହଁ କାଉ ଭାଇ, ତମେ ଯାହା କହିଲ ମୁଁ ତାହା କରିବି। କାଉ କହିବା ଅନୁସାରେ ହରିଣ ଦୌଡ଼ି ଦୌଡ଼ି ଭାଲୁ ଆଗକୁ ଯାଏ। ଆରେ ହେ, ଯାଉଛି ଏଇ ହରିଣକୁ ମାରି ଖାଇଦେବି। ସେ ମଣିଷ ଦୁହିଁଙ୍କୁ ଆଉ କେବେ ଖାଇବି। ହରିଣ ପଛରେ ଭାଲୁ ଗୋଡ଼ାଏ, କିନ୍ତୁ ହରିଣ ଶିକାରୀ ଗାତ ଉପର ଦେଇକି ପଳାଏ। ଭାଲୁ ଏତେ ଦୂର ଡେଇଁ ପାରିଲା ନାହିଁ, ଶେଷରେ ଗାତରେ ପଡ଼ିଗଲା।